ओम नीलांचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। अज्ञानं तिमिरान्धस्य ज्ञानाञ्जनस्य चक्षुर्मिलितं तस्मै श्री आजिर यही पवित्र संध्यारे आमे नित्य नैमित्य जेभली भावरे ये संध्या मुहूर्तटी को अतिबाहित करूँ आज मध्य सेही भली भावरे आमर सांध्य मुहूर्तटी अतिबाहित कर यही सांध्य मुहूर्त आमे अनेक नामरे अनेक रूपरे आमे गुरु को स्मरण करूँ किंतु आम भितर गोटे द्वंद्व सबुबेल बसा बांधिक रही आमे गुरुंकर वंदना जितेबाला करूँ सेतेबाला आमे भाबू आमे गुरुंक वंदना कलु गोविंद वर्णनाटा आमे माने या परे करूँ किंतु प्रकृत रे सेया नुहे। अनुभवी ये जीवन रे करिछि सी केबे ये कथा कहिबो नाही भाबिबो मध्य नाही जे गुरुंक ठारू गोविंद स्वतंत्र किंबा गोविंदंक ठारू गुरु होउचंती स्वतंत्र। किछि दिन पूर्वरु कहिथिली गोटे उदाहरण कौन दिया जाई पारिबो मने करंतु गोटे पाल बंधा किंबा नड़िया छपार गोटाए मंच ये जो नड़िया छपा हो मसिणा हो से चांदुआ हो पाल हो ये गोटे ढांकुणी भली से आम माने मस्तक रही सेमती भगवान बोली जो शब्द को आमे कहू सी सेमती गोटे छामुलिया भलिया असंती अर्थात गोटाए कला रंगर व्यापक स्वरूप रंगटी होची कला सेठी सूर्यंकर आलोक नहीं चंद्रमांकर आलोक नहीं सेठी किछि नहीं केवल सेठी अंधार गोटे अंधार जगह गोटे अंधार पुर रही जहाँ को आमे कहूँ निराकार धाम। आमे तो मर्त्य बहुत धाम ना जानिछु किंतु प्रकृत रे आउ गोटे सबु धाम उपरी आउ गोटे श्रेष्ठ धाम अच्छी जार नाम होची निराकार धाम। श्रीमद् भगवत गीतार मध्य ये संबंध से कहिसंती तेबे नेई निराकार धाम को जदि आमे ध्यान करिबा धैर्य रखी विश्वास रखी आउ श्रद्धा धैर्य विश्वास आउ श्रद्धारे जदि आमे अपेक्षा करिबा से अंधार भीतर किए अछि से अंधारटा आमर कौन करुछि तेणु आम जगत रे जो अंधार आमे देखुचु से अंधार से नुह
ଇଏ ଅନ୍ଧାର ଗୋଟେ ଆଲୋକ ଜଳିଲେ ଇଏ ଅନ୍ଧାରଟା ମାନେ ଆଲୋକରେ ପରିଣତ ହେଇଯିବ। ଆମର ଗୋଟେ ମହାପୁରୁଷ ଲେଖିଛନ୍ତି, ଓଡ଼ିଶାର ଜଣେ ମହାପୁରୁଷ, ଅନ୍ଧାର ଘରେ ଯେବେ ଆଲୁଅ ତୁ ଜାଳିବୁ, ନିଶବଦର ଘରେ ଶବଦ ଶୁଣାଇବୁ, ତେବେ ଯାଇ ମନ ପାରି ହବୁ, ତେବେ ଯାଇ ମନ ପାରି ହବୁ ସିନା ଏ ଭବ ସଂସାର। ଠିକ ସେଇଭଳି ସେ ଅନ୍ଧାର ଭିତରେ ଗୋଟେ ଆଲୋକ ଜଳୁଛି, ତାକୁ ଆପଣମାନେ ବିଶ୍ୱାସ କରିପାରିବେନି ସେ ଆଲୋକଟି ଏତେ ଛୋଟ। ଅନ୍ଧାରଟା ବିରାଟ ବ୍ୟାପକ, କିନ୍ତୁ ସେ ଆଲୋକଟି ମାତ୍ର ଗୋଟେ ଆମ ଦୃଷ୍ଟିରେ ଦୀପ ଭଳି, ଗୋଟେ ଜଳନ୍ତା ଦୀପ ଭଳି। ସେ ଏତେ ବିରାଟ ନୁହେଁ। ସେଇ ଦୀପର ଅଗ୍ନି ସେ ସମଗ୍ର ଜଗତକୁ କେମିତି ଚଳଉଛି ତାକୁ ମଧ୍ୟ କେହି କହିପାରିବେ। ଯିଏ ଅନୁଭବ ବି କରିଥିବ ତାକୁ ଯଦି ପଚରାଯିବ ସେ ଦୀପର ଅଗ୍ନିଟା କେମିତି କ'ଣ ଇଏ ସଂସାରକୁ ଚଲାଉଛି, କାହାକୁ ଖାଇବାକୁ ଦେଉଛି, କାହାକୁ ପିନ୍ଧିବାକୁ ଦେଉଛି, କାହାକୁ କ'ଣ ଦେଉଛି, ସିଏ ମଧ୍ୟ ନିଜେ ସେ କଥାକୁ ସେ ବର୍ଣ୍ଣନା କରିପାରିବନି। ଅନ୍ଧାର ଘରେ ଯେବେ ଆଲୁଅ ତୁ ଜାଳିବୁ, ନିଶବଦର ଘରେ ଶବଦ ଶୁଣାଏ। ଯେତେ ଶବ୍ଦ ସୃଷ୍ଟି ହେଇଛି ସିଏ ଓଡ଼ିଆ, ଇଂରାଜୀ, ବଙ୍ଗଳା, ହିନ୍ଦୀ, ତେଲୁଗୁ, ଖାଲି ଏତିକି ନୁହେଁ, ଗୋଟେ ଗଛର ସାଇଁ ସାଇଁ ଶବ୍ଦ, ସମୁଦ୍ରର ତରଙ୍ଗ ଠାରୁ ଆରମ୍ଭ କରି କାଉ କୋଇଲିର ନିନାଦ, ଏ ଯେତେ ଶବ୍ଦ ସୃଷ୍ଟି ହେଇଛି ଏ ସମସ୍ତ ଶବ୍ଦର ସ୍ରଷ୍ଟା ହେଉଛନ୍ତି ସେଇ ନିଜେ। ଆପଣ ଭାଗବତର ଗୋଟିଏ ପଦରେ ଗୋଟିଏ ଧାଡ଼ିରେ କହିଲେ, ଅନାଦି ପରମ କାରଣ। ସେ ଅନାଦି କିଏ? ଅଶେଷ ନାଦର ଯିଏ ଅଧିକାରୀ ସେ ହେଉଛନ୍ତି ଅନାଦି। ସେଥିପାଇଁ ତାଙ୍କୁ ବର୍ଣ୍ଣନା କରାଗଲା ଅନାଦି ପରମ କାରଣ। ସେଇ ଯେଉଁ ପ୍ରଦୀପ, ସେ ପ୍ରଦୀପଟି କାହା ସହିତ ସମାନ ନୁହେଁ, ତେଣୁ ସମାନ କରିବା ବି ଠିକ ହେବନି। ଆମର କେତେ ପ୍ରକାର ଅଗ୍ନି ଅଛି, ଯଜ୍ଞାଗ୍ନି, ଏନ୍ତୁଡ଼ିଶାଳର ଅଗ୍ନି, ଜୁଇଶାଳର ଅଗ୍ନି, ରୋଷେଇଶାଳର ଅଗ୍ନି, ଉହା ଅଗ୍ନି, ଇଏ କୌଣସି ଅଗ୍ନି ସହିତ ଇଏ ସମାନ ନୁହନ୍ତି। ଏଠି ଅଗ୍ନିଙ୍କର ନାମ ହେଉଛି ଅଗ୍ରଗଣ୍ୟ। ତେବେ ଏଇ ଅଗ୍ନିଙ୍କର ପ୍ରକୃତ ନାମ ହେଉଛି ଗୁରୁ। ଯେମିତି ଆମେ କହୁଛୁ ନିରାକାର, ଆମେ ଭାବୁଛୁ ଯେ ଭଗବାନଙ୍କ ନାମ ବୋଧେ ନିରାକାର। ମୁସଲମାନ ସେ କଥା ମାନିବନି, ଖ୍ରୀଷ୍ଟିଆନ ମାନେ ମାନିବେନି, ସିଏ କହିବେ ନାହିଁ ଆଉ ଗୋଟେ ନା। ଆମେ ତ ବହୁତ କହିବୁ। ଆମ ସନାତନ ଧର୍ମରେ ଆମେ ଯେତେ ବାବାଜୀ, ଯେତେ ବୈଷ୍ଣବ, ଯେତେ ମତ, ଯେତେ ପନ୍ଥ ଅଛି, ସମସ୍ତଙ୍କର ଗୋଟା ଗୋଟା ନା। କିଏ କହିବ କୃଷ୍ଣ, କିଏ କହିବ ହରି, କିଏ କହିବ ରାମ, କିଏ କହିବ, କିନ୍ତୁ ପ୍ରକୃତରେ ତାଙ୍କ ନାମ ହେଉଛି ଗୁରୁ। ନିରାକାର ଧାମର ମାଲିକ ହେଉଛନ୍ତି ଗୁରୁ। ଗୁ କହିଲେ ଗୁଣ। ଇଏ ଜଗତରେ ଏମିତି ଗୋଟିଏ ବର୍ଜ୍ୟବସ୍ତୁ ନାହିଁ, ଯେଉଁ ବର୍ଜ୍ୟବସ୍ତୁ ଭିତରେ ଯାହାକୁ ଆମେ ଘୃଣା କରୁଛୁ ତା ଭିତରେ ଗୁ ନାହିଁ। ଗୁ କହିଲେ ଗୁଣ।
ଆପଣ ଯାହା ବି ମାନେ ବ୍ୟବହାର କରୁଛନ୍ତି, ଯାହାକୁ ଫିଙ୍ଗି ଦେଉଛନ୍ତି, ତା ଭିତରେ ମଧ୍ୟ ଗୋଟାଏ ଗୁଣ ରହିଛି। ଇଏ ଦୁନିଆରେ ଯେତେ ଗୁଣ ସୂର୍ଯ୍ୟଙ୍କର ଆଲୋକ ଠାରୁ ଚନ୍ଦ୍ରମା ତାରା ଗ୍ରହ ନକ୍ଷତ୍ରର ଗୁଣ, ପାହାଡ଼ ପର୍ବତ ନଦ ନଦୀ ବୃକ୍ଷ ତରୁ ତୃଣ ଲତା ସବୁର ଗୋଟେ ଗୋଟେ ଗୁଣ ଅଛି। ସବୁ ଗୁଣ ବି ଗୋଟିଏ ପ୍ରକାର ନୁହେଁ, ଅନେକ ପ୍ରକାର ଗୁଣ ସେଠି ଅଛି। ବିଛୁଆତି ପତ୍ରର ଯୋଉ ଗୁଣ, ତୁଳସୀର କଣ ସେଇ ଗୁଣଟା ହବ? ଆଉ ପ୍ରତ୍ୟେକ ଗୁଣ ହଉଛି ଅଦରକାରୀ କେହି ନୁହଁନ୍ତି, ସମସ୍ତେ ଦରକାର। ମୋ ପାଇଁ ଏଇଟା ଦରକାର ନାହିଁ, ଆଉ ଏଇଟା କାହା ପାଇଁ ଦରକାର ହେଇଥିବ। ସେଇ ହଉଛନ୍ତି ଗୁ, ସେଇ ହଉଛନ୍ତି ଗଙ୍ଗ। ଗଙ୍ଗ କହିଲେ ଗଣେଶ, ଗୋବିନ୍ଦ, ଗଙ୍ଗା, ଗାୟତ୍ରୀ, ये ସବୁ ସେଇ ଗୁ ଅକ୍ଷର ଭିତରେ, ଗୁ ଅକ୍ଷର ଭିତରେ ସମସ୍ତେ ଅଛି। ତେବେ ରୁଟି କଣ? ରୁଟି କହିଲେ ରୂପ। ଆମେ କହୁଛୁ ସତ୍ୟ ଯୁଗ ଥିଲା, ଥିଲା କି ନାହିଁ ତମେ କଣ ଦେଖିଛ? ଆଉ କିଏ କହୁଛି ସତ୍ୟ ଯୁଗ ପରେ ତ୍ରେତୟା ଯୁଗ ଆସିଲା, ତାପରେ କିଏ କହୁଛନ୍ତି ଦ୍ୱାପର ଯୁଗ ବି ଆସିଲା, ତାପରେ କିଏ କହୁଛନ୍ତି ଏବେ କଳି ଯୁଗ ଆସିଲା। ପୁଣି କଳି ଯୁଗ ପରେ କୋଉ ଯୁଗଟା ଆସିବ? କିଏ କଣ ଗୋଟେ ମନକୁ ଯାହା ଭାବୁଛି କହି ଦଉଛନ୍ତି ଆଉ କଣ। ପୁଣି କାଳେ ସତ୍ୟ ଆସିବ। ଏସବୁ କଥା କେବଳ ଲୋକଙ୍କୁ ବୁଝେଇବା ପାଇଁ କୁହାଯାଉଛି। ସତ୍ୟ କହିଲେ ଏକ, ତ୍ରେତୟା କହିଲେ ତିନି। ତିନି କଣ? ସତ୍ୟ ଯଦି ଏକ ହେଲା ତାହେଲେ ତ୍ରେତୟା କାହିଁକି ତିନି ହେଲା? କର୍ମ, ଜ୍ଞାନ, ଭକ୍ତି, এই ତିନୋଟି ଶବ୍ଦକୁ ନେଇ ଇଏ ସମଗ୍ର ଜଗତ ଚାଲିଛି। କର୍ମ, ଜ୍ଞାନ, ଭକ୍ତି। ଇଏ ତିନୋଟି ପରେ ଆଉ ଗୋଟିଏ ଶବ୍ଦ ଆସିଲା ଦ୍ୱାପର। ଦ୍ୱାପରଟି କଣ? ଦୁଇ ଅକ୍ଷରକୁ ସେ ଦ୍ୱାପର କୁହାଯାଏ। ସେ ଦୁଇ କିଏ? ଏ ସଂସାରରେ ଆମେ କହୁଛୁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ଅମୁକ ସମୁକ କେତେ କଣ କହିଯାଉଛୁ। ଇଂରାଜୀ କିଏ କହୁଛି କଳା ଧଳା, ଏମିତି ବର୍ଣ୍ଣନା କରୁଛୁ। କିନ୍ତୁ ପ୍ରକୃତରେ ଇଏ ପୃଥିବୀରେ କେବଳ ମଣିଷ ନୁହଁ, ସମଗ୍ର ପୃଥିବୀରେ ଯାହା ଆପଣମାନେ ଦେଖୁଛନ୍ତି, ବୃକ୍ଷ ତରୁ ତୃଣ ଲତା ଯାହା ଦେଖୁଛନ୍ତି, ସବୁ ଦୁଇରୁ ତିନି ହଉନି, ଦୁଇଟି ରୂପରେ ସେ ଅଛି। ଗୋଟିଏ ହଉଛନ୍ତି ପୁରୁଷ, ଆଉ ଗୋଟିଏ ହଉଛନ୍ତି ନାରୀ। ଏଇ ପୁରୁଷ ନାରୀ ଏ ଦୁଇଟିକୁ ନେଇ କିଏ କହୁଛନ୍ତି, ସମସ୍ତେ ଗୋଟେ କହୁଛନ୍ତି, କିଏ କେତେ ପ୍ରକାର କଣ କହୁଛନ୍ତି। କିଏ କହୁଛନ୍ତି ଚାତୁର୍ବର୍ଣ୍ଣଂ ମୟା ସୃଷ୍ଟ୍ୱା ଗୁଣ, ଏମିତି କୁହାଯାଇପାରେ, କିନ୍ତୁ ମାତ୍ର ଦୁଇ ଜଣ, ଯାହାକୁ ଆମ ସନାତନୀ ମାନେ କହୁଛନ୍ତି ଲକ୍ଷ୍ମୀ ନାରାୟଣ, ଶିବ ପାର୍ବତୀ, ଆଦି ଅନାଦି। କିନ୍ତୁ ପ୍ରକୃତରେ ସେ ହଉଛନ୍ତି ଦୁଇ। ସେ ଦୁଇ ହଉଛନ୍ତି ଗୁ ଆଉ
ନିରାକାର ଆଉ ଜ୍ୟୋତି ଏତଦ୍ ଭିନ୍ନ ଆଉ ଦୁନିଆରେ କିଛି ନାହିଁ। ଇଏ ଦ୍ୱାପର ପରେ ଆସିଲା କଳି। କଳି କ'ଣ? କଳି କହିଲେ 4 ସଂଖ୍ୟାରେ କଳି ଆସିଲା। କଳି ଗୋଟେ କଳି କଜିଆ ମାଡ଼ଗୋଳର ଯୁଗ ନୁହେଁ। କଳି ଯୁଗ ଗୋଟେ ଏଠି ସୁନ୍ଦର ଯୁଗ। ଏଠି ଭଗବାନଙ୍କ ଭଳି ଗୋଟେ ବିରାଟ ଶକ୍ତିର ଯଦି ଆଲୋଚନା କୋଉଠି ହଉଥାଏ ସେ ଏଇ ମର୍ତ୍ତ୍ୟରେ, ଏଇ ଯୁଗରେ। ଆପଣ ଦେଖନ୍ତୁ, ମାନେ ସବୁ ଆମର ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଭଳି ଏଇ 4ଟିକି ନେଇ ଧର୍ମ ଅର୍ଥ କାମ ଭକ୍ତି, ଏ 4ଟିକୁ ନେଇ ଇଏ ସଂସାର ଚାଲିଛି। ଆପଣ ଦେଖିବେ ଏଇଠି ଆମେ ବସିଛେ, ଏଇ ଅନନ୍ତ କ୍ଷେତ୍ରରେ କେତେ ସତ୍ସଙ୍ଗ ହଉଛି, ସବୁଦିନେ ବି ହଉଛି। ଏଇ ଆପଣମାନେ ମନେ ପକାନ୍ତୁ, ଆମର ଏଇ ଅଞ୍ଚଳରେ ଆପଣମାନେ ଲକ୍ଷ୍ୟ କରନ୍ତୁ, ସିଏ ତିର୍ତ୍ତୋଲ, ରାହାମା, କୁଜଙ୍ଗ, ପାରାଦୀପ, ଏପଟରେ କେନ୍ଦ୍ରାପଡ଼ା, ଆମର ଯେତେ ଅଞ୍ଚଳ ଆମ ଏଇ ଜଗତସିଂହପୁର ଆଉ କେନ୍ଦ୍ରାପଡ଼ା ଜିଲ୍ଲା ତାକୁ ଯଦି ପ୍ରତ୍ୟେକ ଦିନ ଆପଣ ଦେଖିବେ ସତ୍ସଙ୍ଗ କୋଉ ଦିନ ହଉନାହିଁ, ଆଉ କେଉଁ ସ୍ଥାନରେ ନାହିଁ। ହଁ, ଏଠି ସତ୍ସଙ୍ଗ ହଉଛି, ସେଠି ଲୋକ ବଦ ପିଉଛନ୍ତି, ସେଇଗୁଡ଼ାକ ଭୁଲ। କିନ୍ତୁ ସତ୍ସଙ୍ଗ, ସାଧୁ ସଙ୍ଗ ଏଠି ସବୁବେଳେ ହଉଛି। ଯିଏ କରୁ, ଯେଭଳି ଭାବରେ କରନ୍ତୁ, କିନ୍ତୁ ସତ୍ୟଟା ତାରି ଭିତରେ ଲୁଚିକିରି ରହିଛି। ଆମେ ରାହାମାରେ କ'ଣ ଗୋଟେ କଲୁ ବୋଲି କ'ଣ ସେଇଗୁଡ଼ାକ ହେଲା ଶେଷ ନା ଶ୍ରେଷ୍ଠ? ତା ପୂର୍ବରୁ ବି ହେଇଥିଲା। ଏବେ ଆମେ କଲୁ, ପୁଣି ବି ହବ, ପୁଣି ବି କେବେ ହବ, ଆଉ କିଏ କରିପାରେ? ତେଣୁ ଇଏ ଆପଣମାନେ ଗୋଟେ କଥା ଶୁଣିଥିବେ, ପୃଥିବୀରେ ଗୋଟିଏ ଦେଶ ନାହିଁ ଯେଉଁ ଦେଶର ନାଁ ମୂଳରେ ସାଧୁ ସନ୍ଥର ଦେଶ ବୋଲି ସେ ଦେଶକୁ କୁହାଯାଇଛି। କେବଳ ଭାରତ ବର୍ଷ ହିଁ ସାଧୁ ସନ୍ଥ ତୀର୍ଥର ଦେଶ। ଏଠି ମୋର ମନେ ପଡ଼ିବନି ସେ ପଦଟା, ଅଟଳ ବିହାରୀ ବାଜପେୟୀଙ୍କର ମାନେ ବହୁ ପୂର୍ବ ଲେଖା ଏଇଟା। ସେ ଲେଖିଥିଲେ ଏଠି କଙ୍କଡ଼, କହିଲେ ଏଇ ଯେଉଁ ବାଲିଗରଡ଼ା, ଭାରତର ପ୍ରତ୍ୟେକ ବାଲିଗରଡ଼ା ହିଁ ଏଠି ସାରା ଦେଲା। ସେ ଜଣେ ରାଜନୀତି ଲୋକ, ଜଣେ ଶିକ୍ଷାବିତ, ସେ କଥା କହିଥିଲେ। ତେଣୁ ଆପଣ ଦେଖନ୍ତୁ ଆମ ଓଡ଼ିଶା, କାହା ଘର ଦୁଆର ମୁହଁରେ ତୁଳସୀ ଗଛ ନାହିଁ, କେଉଁ ତୁଳସୀ ଗଛ ମୂଳରେ ସଞ୍ଜ ଦିଆ ହୁଏନି, ଆଉ କୋଉ ଗାଁରେ ଠାକୁରାଣୀ ମନ୍ଦିର ନାହିଁ, କେଉଁ ଅଞ୍ଚଳରେ ଶିବଙ୍କର ମନ୍ଦିର ନାହିଁ, ବିଷ୍ଣୁଙ୍କର ମନ୍ଦିର ନାହିଁ, ନାମ କୀର୍ତ୍ତନ ହଉନି, କି ହନୁମାନ ହୁଅନ୍ତୁ ଯାହା ପୂଜା ହଉନି। ବାପ ପୁଅର ପୂଜା ଠାରୁ, ବାପ ମା ପୁଅ ଝିଅଙ୍କର ପୂଜା ଠାରୁ ଜୀବନର ଶ୍ରେଷ୍ଠ ପୂଜା ହେଉଛି ଜୀବନ ଭିତରେ ଥିବା ଯେଉଁ ଜଗତ ଜୀବନଙ୍କର ଶକ୍ତି, ଯାହାକୁ ଆପଣମାନେ ଆତ୍ମା ବା ଭଗବାନ କହୁଛନ୍ତି। ସବୁ ଭିତରେ ସେ ଅଛନ୍ତି, ସେ ହେଉଛନ୍ତି ବିରାଟ ସ୍ୱରୂପ। ଅର୍ଜୁନ ସେଇ ରୂପଟାକୁ ଦେଖିଥିଲା। ତେଣୁ ପ୍ରଥମ ଦେବତା ହେଉଛନ୍ତି ଗୁରୁ।
ସେଇଥିପାଇଁ ତାଙ୍କୁ କୁହାଗଲା ଗୁରୁ ସାକ୍ଷାତ ପରଂ ବ୍ରହ୍ମ। ତେଣୁ ସେ ପରଂ ବ୍ରହ୍ମ ଗୁରୁଙ୍କ ରୂପରେ ଆବିର୍ଭାବ ହୁଅନ୍ତି। କାହିଁକି ଏଇଠି ଆମେ ପଢ଼ୁଥିଲେ, ଜୀବେର ନିସ୍ତାର ଲାଗି ନନ୍ଦସୁତ ହରି ଭୁବନେ ପ୍ରକାଶ ହନ୍ ଗୁରୁ ରୂପରେ। ତେଣୁ ସେ ଗୁରୁ ରୂପରେ କେତେ ରୂପରେ ସେ ଆଉଛନ୍ତି। ଆମେ ଭାବୁଛୁ ଏଇଟା କ'ଣ ସେଇଟା କ'ଣ ଏଇଟା ଆମର ସବୁ ଏମିତି ଫୋପାଡ଼ିଲା ଭଳିଆ କଥା। କିନ୍ତୁ କିଏ ବା ଅଛି କେଉଁ ମତେ ମୁଁ ବା ଜାଣିବି କେମିତି। ସେ ଅଛନ୍ତି, ଥିଲେ ଏବଂ ରହିବେ। ଧର୍ମ ବଦଳି ଯାଇପାରେ। ଧର୍ମ କଲେ ଆମର ଏଇ ଯେଉଁ ଧର୍ମ, ହିନ୍ଦୁ ଧର୍ମ, ମୁସଲମାନ ଧର୍ମ, ଖ୍ରୀଷ୍ଟିଆନ ଧର୍ମ, ବୌଦ୍ଧ ଧର୍ମ, ଏଗୁଡ଼ାକ ହୁଏତ ଆଉ ଗୁଡ଼ାକ ନୂଆ ଧର୍ମ କ'ଣ ହେଇପାରେ। କିଏ କହୁଛି ମାନବ ଧର୍ମ, କିଏ କହୁଛି ଆମେ ନିରାକାରୀ, କିଏ କହୁଛି ଆମେ ସାକାରୀ। ଏହାର ନାମକରଣ ହୁଏତ ବଦଳି ଯାଇପାରେ, କିନ୍ତୁ ସେ ନିରାକାର ବା ନିରାକାର ମଧ୍ୟ ଜ୍ୟୋତି, ସଜ୍ୟୋତି ଭଗବାନୟ ଶୂନ୍ୟଂ ଶୂନ୍ୟଂ ମହାଶୂନ୍ୟଂ ଶୂନ୍ୟ ମଧ୍ୟ ନିରାମୟ, ନିରାମୟ ମଧ୍ୟ ଜ୍ୟୋତି ସଜ୍ୟୋତି ଭଗବାନ। ତେଣୁ ବର୍ତ୍ତମାନ ବିଶ୍ୱ ଶାନ୍ତ, ସମସ୍ତେ ଆତଙ୍କିତ। ଆଜି ବୃକ୍ଷ ଲତା ତରୁ ତୃଣ ଲତା ଆଜି ଅଭାବ। ଆଜି ଆମେ ରୋଷେଇ କରିବାକୁ ମଧ୍ୟ ଆମ ପାଖରେ ଗ୍ୟାସ୍ ନାହିଁ କି ପେଟ୍ରୋଲ ନାହିଁ କି ନିଜେ ମାନେ ଏମିତି ବି ଆମକୁ ଅଭାବ ପଡ଼ିଲାଣି। ତେଣୁ ସବୁ କଥାର ମୂଳ ଯିଏ, ସବୁ ଦିନେ ଖାଲି ପୁଅ ଝିଅ ମୋ କଥା ମୋ ଘର କଥା ନ କହି ତାକୁ କୁହନ୍ତୁ, ସେଟା ଭଲକରି କୁହନ୍ତୁ। ଯାହା ମାଗିବା କଥା ଭଗବାନଙ୍କୁ ଆଉ ମାଗିବନି, ଆଉ କାହାକୁ ମାଗିବ? ତେଣୁ ଯାହା ମାଗିବା କଥା ଭଲ କରି ମାଗନ୍ତୁ। ମୋର ଏଇଆ ଦରକାର। କିଏ କହିବ ତମେ କାମନା କରୁଛ, କାମନା କରିବୁନି ପୁଣି କେମିତି କ'ଣ? ଆମେ ଭୋକ କଲାଣି, ଖାଇବାକୁ ମାଗିଲେ ଆମକୁ କିଏ ଖାଇବାକୁ ଦେବ ନା, ଆଉ କାମନା କରିବୁନି ବଞ୍ଚିବ କେମିତି? ତେଣୁ ସେଇ କାମନା ଭିତରେ ଏକମାତ୍ର ନିଷ୍କାମ ହେଉଛି ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା। ନିଷ୍କାମ ଜନ୍ମେ ଯାଉ ହୃଦୟରେ, ଆତ୍ମାକୁ ଆପଣାଇ ବନ୍ଧରେ। ଆଜିର ଏହି ପବିତ୍ର ସନ୍ଧ୍ୟା ସେଇ ଅନନ୍ତଙ୍କ ପାଦ ତଳେ ସମର୍ପଣ କରୁଛି। ଆଉ 2-3 ଦିନ ପରେ ଆମର ବ୍ରହ୍ମ ସେବା ଶେଷ ହେବେ। ତାପରେ ଆମର ନୀତିଦିନିଆ କାର୍ଯ୍ୟ ଚାଲିବ। ତେଣୁ ସର୍ବେ ଭବନ୍ତୁ ସୁଖିନ ସନ୍ତୁ ନିରାମୟା। ओम जय राधे गोविंद, जय राधे।